ଶିକ୍ଷାର ସଂକୀର୍ଣ୍ଣ ଓ ବ୍ୟାପକ ଅର୍ଥ ବୁଝାଇ ଲେଖ। ଗୋଟେ ପିଲାଟା ଯଦି ସଂକୀର୍ଣ୍ଣ ଆଉ ବ୍ୟାପକ ଏଇ ଦିଟା କ'ଣ ଜାଣିଗଲା ତ ସିଏ ଇଜିଲି ପୁରା ଲେଖିଦେବ, ଆଉ 5 ମାର୍କ ବି ତାର ପୁରା ଥୁଆ ହେଲା କି। ତ ସେଥିପାଇଁ ଶିକ୍ଷାର ସଂକୀର୍ଣ୍ଣ ଆଉ ବ୍ୟାପକ ଅର୍ଥ କ'ଣ ଏଇ ଦିଟା ନିହାତି ବୁଝିବା ଦରକାର। ଓକେ, ତା ସାଙ୍ଗରେ ମଧ୍ୟ ନୋଟ୍ ବି କରିବା ଦରକାର। ତ ଯାହା ମୁଁ କହୁଛି ତାକୁ ନୋଟ୍ କର ଆଉ ମନେ ରଖ, ଯାହା ବୁଝା ହବ ପୁରା ଭଲ ଭାବରେ ବୁଝ। ଦେଖ, ଶିକ୍ଷାର ସଂକୀର୍ଣ୍ଣ ଅର୍ଥ କ'ଣ? ସଂକୀର୍ଣ୍ଣ ମାନେ କ'ଣ? ସଂକୀର୍ଣ୍ଣ ମାନେ ସରୁଆ। ଶିକ୍ଷାର ସଂକୀର୍ଣ୍ଣ ଅର୍ଥ ଅନୁସାରେ ବିଦ୍ୟାଳୟରେ ଲାଭ ହେଉଥିବା ପୁସ୍ତକଗତ ଶିକ୍ଷା ହିଁ ପ୍ରକୃତ ଏବଂ ଶିକ୍ଷା ହିଁ ପରୀକ୍ଷା ଦେଇ ଲାଭ କରାଯାଉଥିବା ପ୍ରମାଣପତ୍ର ଶିକ୍ଷା ଲାଭର ନିଦର୍ଶନ ଅଟେ। ସଂକୀର୍ଣ୍ଣ ମାନେ ସରୁଆ ରାସ୍ତା ଦେଇ, ସଂକୀର୍ଣ୍ଣ ମାନେ ହେଉଛି ସରୁଆ ହେଲା, ସରୁଆ ରାସ୍ତା ଦେଇକିନି ଦେଇକିନି ଲାଭ କରାଯାଉଥିବା ଶିକ୍ଷା ହେଲା, ପୁରା ସଠିକ ରାସ୍ତା ଦେଇକିନି ହେଲା। ମନେ ରଖ, ସଂକୀର୍ଣ୍ଣ ମାନେ ହେଉଛି ଆମର, ତାକୁ ଇଂଲିଶରେ କୁହାଯାଏ ନ୍ୟାରୋ ହେଲା, ତା ମାନେ ହେଉଛି ସରୁଆ। ତାକୁ ଦେଖିବ ଯେତେବେଳେ ସରୁଆ ରାସ୍ତା, ପୁରା ସରୁ, ଯେତେବେଳେ ତମର କଳିକନ୍ଦି ହଉ ସେଇଟା। ଆଉ ବ୍ୟାପକ ଅର୍ଥ କ'ଣ? ବ୍ୟାପକର ଅର୍ଥ ହେଉଛି ମାନେ ରାସ୍ତା ଦେଖିଥିବ ତମେ, ଯେତେବେଳେ ଗୋଟେ ବାଁ ପଟରେ ଗାଡ଼ି ଯାଉଥିବ, ଡାହାଣ ପଟରେ ଗାଡ଼ି ଆସୁଥିବ, ଡବଲ ରୋଡ୍, ସେଇଭଳିଆ। ମାନେ ସେଟା କ'ଣ ଚଉଡ଼ା ହେଇକିନା, ଆଉ ଏଟା କ'ଣ, ଏଟା ନ୍ୟାରୋଟା ହେଉଛି ଆମର ସରୁଆ, ପୁରା ଗଳିକନ୍ଦି ଯେମିତି ରାସ୍ତା ଆମର ହେଇଥିବ ସେମିତି। କିନ୍ତୁ ବ୍ୟାପକ ମାନେ ଅର୍ଥ ହେଉଛି ମାନେ ପୁରା ଚଉଡ଼ା ହେଇକି ହେଲା, ଡବଲ ରୋଡ୍। ତ ତାକୁ ଆମେ ବୁଝିବା ଭଲ ଭାବରେ। ଦେଖ, ଯେ ଲାଭ କରାଯାଉଥିବା ପ୍ରମାଣପତ୍ର ଶିକ୍ଷା ଲାଭର ନିଦର୍ଶନ ଅଟେ ହେଲା। କ'ଣ ହେଇଥାଏ ନା, ଏଇ ଯେଉଁ ସଂକୀର୍ଣ୍ଣ ଅର୍ଥ ଦେଇ ପଢ଼ା ଯାଉଥିବା ପୁସ୍ତକ ଶିକ୍ଷା ହିଁ ପ୍ରକୃତ ଶିକ୍ଷା ଏବଂ ପରୀକ୍ଷା ଦେଇ ଲାଭ କରାଯାଉଥିବା ପ୍ରମାଣପତ୍ର ହିଁ ଶିକ୍ଷାର ଲାଭ ନିଦର୍ଶନ ଅଟେ। ଯେଉଁ ବ୍ୟକ୍ତି ଏ ଶିକ୍ଷା ଲାଭରୁ ବଞ୍ଚିତ ସେ ଅଶିକ୍ଷିତ। ଯେଉଁ ବ୍ୟକ୍ତି ଏ ଶିକ୍ଷା ଲାଭରୁ ବଞ୍ଚିତ ସେ କ'ଣ, ଅଶିକ୍ଷିତ। ଏହି ଅର୍ଥରେ ଶିକ୍ଷା ହେଉଛି ଏକ ବ୍ୟବସାୟିକ ପ୍ରକ୍ରିୟା। ଏହି ଅର୍ଥରେ କ'ଣ, ଶିକ୍ଷା ହେଉଛି ଏକ ବ୍ୟବସାୟିକ ପ୍ରକ୍ରିୟା। ଗୁରୁ ଶିଷ୍ୟର ସମ୍ପର୍କକୁ ଦାତା ଗୃହତାର ସମ୍ପର୍କ ସହିତ ସମାନ କରାଯାଏ। ଆଡାମ୍ସଙ୍କ ମତରେ ଶିକ୍ଷକ ହେଉଛି ଦାତା, ଛାତ୍ର ଗୃହୀତା ଏବଂ ବିଦ୍ୟାଳୟ ଏବଂ ଜ୍ଞାନୀ ବିପଣୀ ଶିକ୍ଷାକୁ ସାକ୍ଷରତା ହିସାବରେ ଗ୍ରହଣ କରାଯାଏ। ଶିକ୍ଷା କ'ଣ ନା ସାକ୍ଷରତା ହିସାବରେ ଗ୍ରହଣ କରାଯାଇଥାଏ। ଶିକ୍ଷକ ହେଉଛନ୍ତି ତାର ଦାତା। ମାତ୍ର କେବଳ ସାକ୍ଷରତା ଶିକ୍ଷା ନୁହେଁ, ମାତ୍ର କେବଳ କ'ଣ, ସାକ୍ଷରତା ଶିକ୍ଷା ନୁହେଁ। ଶିକ୍ଷା ତୁଳନାରେ ସାକ୍ଷରତା ଖୁବ୍ ସଂକୀର୍ଣ୍ଣ ଏବଂ ସୀମିତ ଲକ୍ଷ୍ୟ ବିଶିଷ୍ଟ ଅଟେ। କ'ଣ, ସାକ୍ଷରତା ଖୁବ୍ ସଂକୀର୍ଣ୍ଣ ବା ଖୁବ୍ ପୁରା ସରୁଆ ବା ନ୍ୟାରୋ ଏବଂ ସୀମିତ ଲକ୍ଷ୍ୟ ବିଶିଷ୍ଟ ଅଟେ। ଶିକ୍ଷାର ସଂକୀର୍ଣ୍ଣ ଅର୍ଥ ପ୍ରପକ୍ଷରେ ଶିକ୍ଷାର ଲକ୍ଷ୍ୟ ସୀମାବଦ୍ଧ, ପୁରାତନ ସଂସ୍କୃତି ସହିତ ପରିଚିତ ହେବା, ଭବିଷ୍ୟତ ପାଇଁ ପ୍ରସ୍ତୁତି ହେବା, ବୃତ୍ତି ନିର୍ବାହର ଯୋଗ୍ୟତା ଲାଭ କରିବା ଇତ୍ୟାଦିକୁ ଶିକ୍ଷାର ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଥାଏ। ସଂକୀର୍ଣ୍ଣ ଅର୍ଥ ଦୃଷ୍ଟିରୁ ଶିକ୍ଷା ଅପରିବର୍ତ୍ତନୀୟ, ଗୃହୀତ ତଥା ପୂର୍ଣ୍ଣାଙ୍ଗ। ଏହି ପୂର୍ଣ୍ଣାଙ୍ଗ ଶିକ୍ଷା ଶିକ୍ଷାନୁଷ୍ଠାନରେ ଶିକ୍ଷା ଛାତ୍ରକୁ ପ୍ରଦାନ କରିଥାନ୍ତି ବା କରନ୍ତି। ଏ ପୂର୍ଣ୍ଣାଙ୍ଗ ଯେଉଁ ଶିକ୍ଷାନୁଷ୍ଠାନ ବା ଶିକ୍ଷାନୁଷ୍ଠାନରେ ଶିକ୍ଷକ କ'ଣ କରିଥାନ୍ତି ନା ଛାତ୍ରକୁ କ'ଣ କରିଥାନ୍ତି ନା ପ୍ରଦାନ କରନ୍ତି। ତାପରେ ଶିକ୍ଷାର ସଂକୀର୍ଣ୍ଣ ଅର୍ଥ ଦୃଷ୍ଟିରୁ ପ୍ରତ୍ୟେକ ଛାତ୍ରଛାତ୍ରୀ କେତେକ ନିର୍ଦ୍ଦିଷ୍ଟ ଆଦର୍ଶ ଶିକ୍ଷାର ମାନେ ସଂକୀର୍ଣ୍ଣ ନ୍ୟାୟ ଦୃଷ୍ଟିରୁ ବା ନୀତି ସିଦ୍ଧାନ୍ତକୁ ଶିକ୍ଷା କରିବା ଉଚିତ। ଶିକ୍ଷାର ସଂକୀର୍ଣ୍ଣ ଅର୍ଥକୁ ବର୍ଣ୍ଣନା କରାଯିବା ଗଭର୍ଣ୍ଣମେଣ୍ଟ କହିଛନ୍ତି ଯେ ସଂକୀର୍ଣ୍ଣ ସାଧାରଣ ଅର୍ଥରେ ଶିକ୍ଷା ଯାହା ବୁଝାଏ ତାହା ବ୍ୟକ୍ତିବିଶେଷ ଉପରେ ସଂସ୍କୃତି ପରିବେଷ୍ଟନର ପ୍ରଭାବ ନୁହେଁ। ଏହା ହେଉଛି ବୟସ୍କ ବ୍ୟକ୍ତିମାନଙ୍କ ଜ୍ଞାତସାରରେ ନିର୍ଦ୍ଦିଷ୍ଟ ଭାବରେ ଅଳ୍ପ ବୟସ୍କ ବ୍ୟକ୍ତିମାନଙ୍କ ଉପରେ କ'ଣ କରିଥାଏ ନା ପ୍ରଭାବ ପକାଇଥାଏ। କ'ଣ ବ୍ୟାପକ ମାନେ ଜାଣିଛ, ଚଉଡ଼ା ମାନେ ଅଧିକା ଚଉଡ଼ା ବରଡ଼। ଶିକ୍ଷା ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ କ'ଣ ସୀମିତ ନୁହେଁ।
ସେ କେବେ ବି ସୀମିତ ହୋଇ ରହେ ନାହିଁ। କାହିଁକି ନା ଏହା ଏକ ଜୀବନ ବ୍ୟାପୀ ପ୍ରକ୍ରିୟା। ଜୀବନ ସହିତ ଶିକ୍ଷାର ସମ୍ପର୍କ ଅତି ନିବିଡ଼। କାହିଁକି ନା ଯଦି ତମେ ଜୀବନରେ ଶିକ୍ଷାଟା ଭଲ ଭାବରେ ଶିଖିନଥିବ ତାହେଲେ ତମେ ଭଲ ଜାଗାରେ ବି ତମେ ଲାଗିପାରିବ। ବିଦ୍ୟାଳୟରୁ ଶିକ୍ଷାର ବଞ୍ଚିତ ହୋଇ ବ୍ୟକ୍ତି ମଧ୍ୟ ଶିକ୍ଷା ଲାଭ କରିଥାଏ। ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇ ବ୍ୟକ୍ତି ମଧ୍ୟ ଶିକ୍ଷା ଲାଭ କରିଥାଏ। କାରଣ ଜୀବନରେ ଅନୁଭୂତି ମାଧ୍ୟମରେ ବ୍ୟକ୍ତି ବହୁତ କିଛି ଶିକ୍ଷା ଲାଭ କରିଥାଏ। ଯେତେବେଳେ ସେ ଶିଖିଥାଏ ଶିକ୍ଷା ତାପରେ ବହୁତ କିଛି ସେଥିରୁ ଲାଭ ହୋଇଥାଏ। ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷା ଗ୍ରହଣ କରି ପ୍ରମାଣପତ୍ର ସାରିଲା ପରେ ଶିକ୍ଷାର ପରିସମାପ୍ତ ହୁଏ ନାହିଁ। ଯେତେବେଳେ ତମେ ସ୍କୁଲରୁ ଯେତେବେଳେ ବିଦାୟ ନେଉଛ, କଲେଜରୁ ବିଦାୟ ନେଉଛ, ତମର ପ୍ରମାଣପତ୍ର ମିଳିଯାଉଛି ମାନେ ସାର୍ଟିଫିକେଟଟା ତମର, ସେତେବେଳେ ତମର ଶିକ୍ଷାଟା ସରିନଥାଏ। ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶିକ୍ଷା ଲାଭ କରି ଚାଲିଥାଏ। ଏହାକୁ ଶିକ୍ଷାର ବ୍ୟାପକ ଅର୍ଥ କୁହାଯାଏ। ମନୁଷ୍ୟ ତାର ଜୀବନ କାଳ ମଧ୍ୟରେ ଯେଉଁ ସବୁ ଅଭିଜ୍ଞତା ହାସଲ କରେ ତାହାକୁ ସମାଜ ଦ୍ୱାରା ଅନୁମୋଦିତ ମାର୍ଗରେ ବ୍ୟବହାର କରିବାକୁ ସେ ପ୍ରୟାସକୁ ଶିକ୍ଷା ହିଁ କୁହାଯାଇଥାଏ। ହେଲା, ମନୁଷ୍ୟ ତା ଜୀବନରେ ଯେଉଁ ସବୁ ଶିକ୍ଷା ସେ ଛୋଟବେଳୁ ମାନେ କ'ଣ କରିଥାଏ, ଅଧ୍ୟୟନ କରିଥାଏ ବା ତାକୁ ମାନେ ଶିଖିକିନି ଆସିଥାଏ, ସେ ସବୁ କ'ଣ କରିଥାଏ ନା ସେ ସବୁ ଅଲଗା ଅଲଗା ମାର୍ଗରେ ତାକୁ ସବୁ ବ୍ୟବହାର କରାଯାଇଥାଏ। ତାକୁ ବ୍ୟବହାର କରିକିନି ତାକୁ ଶିକ୍ଷା ମଧ୍ୟ କୁହାଯାଏ। ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଚରଣ ପରିବର୍ତ୍ତନ। ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ହେଉଛି ନା ଜଣେ ଭଲ ଆଚରଣ କରେ, ଭଲ ଜଣକୁ ପରିବର୍ତ୍ତନ କରାଇବ। ବୁଝିପାରୁଛ ତ? ବ୍ୟକ୍ତି ଲାଭ କରୁଥିବା ବିଭିନ୍ନ ଅଭିଜ୍ଞତା ଦ୍ୱାରା ହିଁ ଆଚରଣର ପରିବର୍ତ୍ତନ ଆସେ। ବ୍ୟାପକ ଅର୍ଥରେ ଅଭିଜ୍ଞତା ଦ୍ୱାରା ଶିକ୍ଷା ଏବଂ ଅଭିଜ୍ଞତା ପାଇଁ ଶିକ୍ଷା ହେଉଛି ପ୍ରକୃତ ଶିକ୍ଷା। ଅଭିଜ୍ଞତାର ପୁନର୍ଗଠନ ହେଉଛି ଶିକ୍ଷା। ଅଭିଜ୍ଞତାର ପୁନର୍ଗଠନ କ'ଣ? ମନେ ରଖିବ, ଶିକ୍ଷା। ତାପରେ ବ୍ୟକ୍ତି ବିଦ୍ୟାଳୟରେ ଯେଉଁ ଶିକ୍ଷା ଲାଭ କରେ ତାହା ଯଦି ବ୍ୟକ୍ତିର ଆଚରଣ ପରିବର୍ତ୍ତନ ଆଣିବାକୁ ସକ୍ଷମ ନ ହୁଏ ତେବେ ସେ ଶିକ୍ଷା ନିରର୍ଥକ। ହେଲା, ଯଦି ଜଣେ ବ୍ୟକ୍ତି ଯଦି ପରିବର୍ତ୍ତନକୁ ନ ଆସେ ତାହେଲେ ସେ ଶିକ୍ଷା ପଢ଼ି ତାର କିଛି ବି ଲାଭ ନାହିଁ। ଓକେ, ଜ୍ଞାନାର୍ଜନ ଆଚରଣରେ ପରିବର୍ତ୍ତନ ଆଣିବାର ଏକ ମାଧ୍ୟମ ମାତ୍ର। ବ୍ୟକ୍ତି ଲାଭ କରୁଥିବା ଜ୍ଞାନ ଯଦି ସକ୍ରିୟ ପ୍ରୟୋଗକ୍ଷମ ହୁଏ ତେବେ ତାହା ବ୍ୟକ୍ତିର ଆଚରଣ ଉପଯୁକ୍ତ ପରିବର୍ତ୍ତନ ଆଣେ, ବ୍ୟକ୍ତିର ପ୍ରୟୋଜନରେ ଲାଗେ। ଯଦି ଗୋଟେ ବ୍ୟକ୍ତି ଠିକ୍ ଜ୍ଞାନ ସକ୍ରିୟ କରିଥାଏ ତାହେଲେ ସେ ବ୍ୟକ୍ତିର ଆଚରଣରେ ଉପଯୁକ୍ତ ପରିବର୍ତ୍ତନ ଆସେ। ସେ ବ୍ୟକ୍ତି ଧୀରେ ଧୀରେ କ'ଣ ଭଲ ମଣିଷ ହୁଏ, ଆଉ ସେ କ'ଣ ଭଲ ଜାଗାରେ ବି କାମ ବି କରିଥାଏ। ତାପରେ ବ୍ୟକ୍ତି ସମସ୍ତ ଅଭିଜ୍ଞତା ସମାଜ ଦ୍ୱାରା ଅନୁମୋଦିତ ହୋଇ ନପାରେ। ତେଣୁ ବ୍ୟକ୍ତିର ଆଚରଣରେ ସମାଜୋନ୍ମୋଦିତ ଉଚିତ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ମୂଲ୍ୟବାନ ଅଭିଜ୍ଞତା ବ୍ୟକ୍ତିକୁ ପ୍ରଦାନ କରାଯିବା ଉଚିତ। ଏହି ଉଦ୍ଦେଶ୍ୟରେ ସମାଜ ବିଦ୍ୟାଳୟ ସୃଷ୍ଟି କରିଛି। ହେଲା, ସମାଜରେ ଏ ଉଦ୍ଦେଶ୍ୟରେ କ'ଣ ହେଇଛି ନା ବିଦ୍ୟାଳୟଟା ସୃଷ୍ଟି ହେଇଛି କ'ଣ ପାଇଁ ନା ପିଲାମାନେ ପଢ଼ିବେ, ପିଲାମାନଙ୍କୁ କେମିତି ଭଲ ମାନେ ପଢ଼ାଯିବ ଏବଂ ପିଲାମାନେ ଭଲ କିନି ବୁଝିବେ ଯେ ଶିକ୍ଷାଟା କ'ଣ, ସେଥିପାଇଁ ହିଁ ସୃଷ୍ଟି ହୋଇଛି। ମାତ୍ର ଶିକ୍ଷା ଲାଭ ବିଦ୍ୟାଳୟ ଦ୍ୱାରା ପଦ୍ଧତି ଶିକ୍ଷା ମଧ୍ୟରେ ସୀମିତ ନୁହେଁ। ବ୍ୟକ୍ତି ପୁରାତନ ଅଭିଜ୍ଞତା ସହିତ ଜୀବନ କାଳ ମଧ୍ୟରେ ଅଭିଜ୍ଞତା ଲାଭ କରି ଶୃଙ୍ଖଳିତ ହୋଇ ସଭ୍ୟ ନାଗରିକରେ ପରିଣତ ହୁଏ। ଯଦି ଗୋଟେ ବ୍ୟକ୍ତି କ'ଣ ହୋଇଥାଏ ନା ଶିକ୍ଷାରେ ପଢ଼ିକିନି କ'ଣ ହୋଇଥାଏ ନା ସେ ଭଲ ନାଗରିକରେ ପରିଣତ ହୋଇଥାଏ। ଏପରିକି ଶିକ୍ଷା ଲାଭ କେବଳ ଜନ୍ମ ମୃତ୍ୟୁ ମଧ୍ୟରେ ସୀମିତ ନୁହେଁ। ବ୍ୟକ୍ତିର ଜନ୍ମ ଲାଭ ପୂର୍ବରେ ମାତୃଗର୍ଭରେ ଥିଲାବେଳେ ମଧ୍ୟ ସେ ଶିକ୍ଷା ଲାଭ କରେ। ମହାଭାରତରେ ବର୍ଣ୍ଣିତ ଅଭିମନ୍ୟୁ ଦ୍ୱାରା ଚକ୍ରବ୍ୟୂହ ଭେଦ ଲାଭ କରିବା ଏହାର ଉଦାହରଣ। ଶିକ୍ଷାର ବ୍ୟାପକ ଅର୍ଥ ଦୃଷ୍ଟିରୁ ଶିକ୍ଷାର ଲକ୍ଷ୍ୟ ସୀମିତ ନୁହେଁ। ବ୍ୟକ୍ତି ସକ୍ରିୟ ଭାବେ ଅଭିଜ୍ଞତା ହାସଲ କରି ନିଜର ସର୍ବାଙ୍ଗୀନ ବିକାଶ ସାଧନ କରିଥାଏ। ତାପରେ ବିକାଶ ଓ ଅଭିବୃଦ୍ଧି ଶିକ୍ଷାର ପ୍ରକୃତ ସ୍ୱରୂପ ଅଟେ। ବିକାଶ ଆଉ ଅଭିବୃଦ୍ଧି ଶିକ୍ଷାର କ'ଣ ପ୍ରକୃତ ସ୍ୱରୂପ ଅଟେ, ଏଇଟା ଲେଖିବ, ମେନ୍ ପଏଣ୍ଟ ଏଇଟା। ବ୍ୟାପକ ଦୃଷ୍ଟିରୁ ଆଚରଣଗତ ପରିବର୍ତ୍ତନ
ସମସ୍ୟା ସମାଧାନ କରିବାରେ ଦକ୍ଷତା ବୃଦ୍ଧି, ସାମାଜିକରଣ ଇତ୍ୟାଦିକୁ ଶିକ୍ଷାର ଲକ୍ଷ୍ୟ ଲାଭରେ ଗ୍ରହଣ କରାଯାଏ। ସମାଜରେ ଯେଉଁମାନେ ଥାଆନ୍ତି ତାକୁ କ'ଣ କରିଥାନ୍ତି ନା ଶିକ୍ଷାକୁ ଗୋଟେ ଲକ୍ଷ୍ୟ ରଖି କିନ୍ତୁ ତମେ ଯଦି ତାକୁ ଗ୍ରହଣ କରିପାରିବ, ତମର ଗୋଟେ ଲକ୍ଷ୍ୟ ରହିବା ଦରକାର। ଓକେ, ତ ଆଜି ପାଇଁ ଥିଲା ଏତି ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।